ମହାକବି କାଳିଦାସଙ୍କ କିଛି ବାଣୀ। ବିଦ୍ୟା ଠାରୁ ବଳି ଧନ ନାହିଁ, ଲୋଭ ଠାରୁ ବଳି ଶତ୍ରୁ ନାହିଁ। ଦୁଷ୍ଟ ଲୋକମାନଙ୍କର ବନ୍ଧୁ ନଥାନ୍ତି, ମାତ୍ର ଦୁଷ୍ଟ ଲୋକମାନଙ୍କୁ ଉପକାରରେ ନୁହେଁ ଅପକାର ଦ୍ୱାରା ସାଧନ କରିପାରିବେ। କାମାତୁରା ଲୋକର ସ୍ଥାନ, କାଳ, ପାତ୍ର, ଭୟ ଅଥବା ଲଜ୍ଜା ନଥାଏ। ଧନ ଥିବା ବ୍ୟକ୍ତି ନିକଟରେ ସୁଖ ନଥାଏ କି ନିଦ୍ରା ନଥାଏ। ସନ୍ଥ କବି ତୁଳସୀ ଦାସଙ୍କ କିଛି ଅମର ବାଣୀ। ଏହି ଜଗତରେ 5 ଗୋଟି ଅମୂଲ୍ୟ ରତ୍ନ ଅଛି। ତାହା ହେଲା ସାଧୁ ସଙ୍ଗ, ହରିକଥା, ଦୟା, ଦୀନତା ଏବଂ ପରୋପକାର। ସାଧୁ ଜନମାନଙ୍କର ସ୍ୱଭାବ ହେଉଛି ମନ, ବଚନ ଓ କର୍ମରେ ଅନ୍ୟର ମଙ୍ଗଳ କାମନା କରିବା। ଯାହାର ମନ ମଧ୍ୟରେ ପରର ହିତ କାମନା ସର୍ବଦା ଜାଗରୁକ ଥାଏ, ଏ ସାରା ଜଗତରେ ତାର ଦୁର୍ବଳତା ବୋଲି କିଛି ନାହିଁ। ଯେଉଁ ବ୍ୟକ୍ତି ପରଧନ ଅପହରଣ କରେ, ତାର ବହୁ ଧନ ଦାନ ନ କରିବା ସହିତ ସମାନ। ଚିନ୍ତା ଆପଣଙ୍କୁ କବଳିତ କରି ନଷ୍ଟ କରିଦେବା ପୂର୍ବରୁ ଆପଣ ଚିନ୍ତାକୁ ନଷ୍ଟ କରିଦିଅନ୍ତୁ। ମୁଁ ଦୃଢ଼ ଭାବରେ କହୁଛି, ଜୀବନରେ ଶାନ୍ତି ପାଇଁ ଏହା ହିଁ ଶ୍ରେଷ୍ଠତମ ଓ ଭିତିରି କଥା। ଆମ ଜୀବନର 50 ଭାଗ ଚିନ୍ତାକୁ ଆମେ ଦୂର କରିଦେଇପାରିବା ଯଦି ଜିନିଷ ଓ ଘଟଣାର ମୂଲ୍ୟ ସହିତ ଆମ ଜୀବନର ମୂଲ୍ୟକୁ ଆମେ ତଉଳି ପାରିବା। ଗୋଟିଏ କଥା ସର୍ବଦା ମନେ ରଖନ୍ତୁ, ଯେଉଁ ମଣିଷ ନିଜ ଭୁଲକୁ କେବେ ଭୁଲ ମାନେ ନାହିଁ, ସେ ମଣିଷକୁ ଆପଣ କେବେ ବି ସୁଧାରି ପାରିବେନି। ତାକୁ ସୁଧାରିବାକୁ ଯାଇ ନିଜେ ନିଜକୁ ହରେଇ ବସିବେ। ତେଣୁ ତାକୁ ଛାଡ଼ି ଦିଅନ୍ତୁ ତା ବାଟରେ, ଆଉ ଅପେକ୍ଷା କରନ୍ତୁ ସମୟକୁ। ଜୟ ସ୍ୱାର୍ଥପର ଏ ଦୁନିଆଟା ଦେଖ କେଡ଼େ ସ୍ୱାର୍ଥପର। କେହି ନୁହେଁ ଏଠି କାହାର। ଲୁହା ବଦଳାଏ ଲୁହାର ଆକୃତି ପକାଇ ନିର୍ଘାତ ପାହାର। କାଠ କରିଦିଏ କାଠକୁ ଦ୍ୱିଖଣ୍ଡ। କୁରାଡ଼ି ପଛରେ ରହିକି ଅତି ପ୍ରିୟ ଲୋକ ଧକ୍କା ଦେଇପାରେ ମିଠା କଥା କହିକି। ପ୍ରେମ କରିବାଟା ବଡ଼ କଥା ନୁହେଁ, ପ୍ରେମକୁ ବୁଝିବାଟା ହିଁ ବଡ଼ କଥା। ପ୍ରେମରେ ସବୁଦିନ ଫୁଲ ବରସେନି, ଭୟଙ୍କର ଝଡ଼ ବି ଆସିଥାଏ। ସବୁ ଫୁଲ କେବେ ମନ୍ଦିର ଯାଏ ନା, ଫୁଲ ଫୁଟି ବି ଝଡ଼ିଯାଏ। ସବୁ ପ୍ରେମ କେବେ ପିନ୍ଧେନି ସିନ୍ଦୁର, ସ୍ୱପ୍ନ ହୋଇ ରହିଯାଏ। ରୋଗ 2 ପ୍ରକାର, ଆଧି ମାନସିକ ରୋଗ ଓ ବ୍ୟାଧି ଶାରୀରିକ ରୋଗ। ଆଧି 2 ଭାଗରେ ବିଭକ୍ତ। 1 ଶୋକ, ଚିନ୍ତା ଇତ୍ୟାଦି। 2 ପାଗଳାମୀ। ଚିନ୍ତା, ଶୋକ ଇତ୍ୟାଦି ଅଜ୍ଞାନ ଜନିତ ଏବଂ ପାଗଳାମୀ ପ୍ରାରବ୍ଧ ଜନିତ। ତେଣୁ ଜ୍ଞାନୋଦୟ ହେଲେ ଚିନ୍ତା ଶୋକାଦି ଦୂର ହୋଇଯାଏ, କିନ୍ତୁ ପ୍ରାରବ୍ଧାନୁସାରେ ପାଗଳାମୀ ରହିପାରେ। ଅବଶ୍ୟ ପାଗଳାମୀ ଥିଲେ ମଧ୍ୟ ଜ୍ଞାନୀଙ୍କ ଦ୍ୱାରା କୌଣସି ଅନୁଚିତ ଓ ଶାସ୍ତ୍ର ନିଷିଦ୍ଧ କର୍ମ ହୁଏ ନାହିଁ। ମନ୍ଦାର ଫୁଟିଲା, ମଲ୍ଲି ଚହଟିଲା, ଅତୀତ ଗଲାଣି ପାହି, ନିଦ୍ରା ପରିହରି ଶୁଣ ମୋ ଗୁହାରି। ପ୍ରଭୁ ବ୍ରହ୍ମାଣ୍ଡ ଗୋସାଇଁ ଛାଡ଼ିଦେଲି କାହାକୁ ବିରକ୍ତ କରିବା। ଯାହାର ନିଜର ଇଚ୍ଛା ନଥାଏ କଥା ହେବାକୁ, ତା ସହ ଜବରଦସ୍ତି କ'ଣ ପାଇଁ କରିବା। ତୁମେ ନିଜର ଯତ୍ନ ନିଅ, କାହିଁକି ନା ମୋ ପାଖରେ ତୁମ ପରି ଆଉ କେହି ନାହିଁ। ବାସ୍ ଖାଲି ଭରସା ଭାଙ୍ଗିବନି, ବାକି ସବୁ ମୁଁ ହସି ହସି ସହିଯିବି। ଜୟ ଶ୍ରୀ ଜଗନ୍ନାଥ।